हेलो। हेलो। हाँ पेशव नमस्कार। नमस्कार आज्ञा। ମୁଁ ଓଡ଼ିଶା ନ୍ୟୁଜ ନାଁରୁ କହୁଥିଲି ଅଶୋକ ପତି ରିପୋର୍ଟର। आज्ञा नमस्कार आज्ञा। ନମସ୍କାର। କଣ ଆପଣଙ୍କୁ ନେଇକି ଏମିତି ବାର ବାର ବିବାଦ ଲାଗି ରହୁଛି? ଆପଣଙ୍କ ମାନେ ଆପଣଙ୍କ ସହିତ କଣ ଏମିତି ଘଟି ଚାଲିଛି? କଣ ପାଇଁ ଏମିତି କौन तो କଣ? काली राति आज्ञा शुणिली ଆଜ୍ଞା तो सकाळ ହେଲା କିଛି ତ ଖୋଲି ନଥିବ ଖୋଲୁ ସେ ପେପର ବି ମୋ ହାତକୁ ଆଜ୍ଞା ଫିଜିକାଲି ଆସିନି। ଆଜ୍ଞା ତେଣୁ ଆସୁ ତାପରେ ଚିନ୍ତା କରିବି କଣ କୋଉଠି ଭୁଲ ରହିଲା ମୋର ପ୍ରକୃତରେ ତର୍ଜମା କରିବି। ଏମିତି ଆପଣ କଣ ଓଡ଼ିଶାରେ ଫେମସ ହେଲା ପରେ ଆପଣଙ୍କୁ ଯାତ୍ରା ପାର୍ଟି ମାଲିକ ଭିତରେ ଏମିତି ନେଇକି ଗୋଟେ ଟଣା ଘୋଷରା କରିକି ନେଇକି ଆପଣଙ୍କୁ ବିବାଦ ମଝିକି ଟାଣି ନେବା ପାଇଁ ଏମିତି ଗୋଟେ କିଛି ଉଦ୍ୟମ କରୁଛନ୍ତି ବୋଲି ଭାବୁଛନ୍ତି କି? ଆଜ୍ଞା ଯାହା ତ ହବା କଥା ହେଇଯାଉଛି ବୁଝିପାରିଲେ ନା, ତେଣୁ କଣ ହଉଛି ଆଗକୁ ଦେଖିବା। ସାଧାରଣ ଲୋକଙ୍କ ମଧ୍ୟରେ ଯାହା ଚର୍ଚ୍ଚା ହଉଛି ଯେ ମାଲିକଙ୍କ ଭିତରେ ଗୋଟେ ତାଙ୍କର ୟୁନିୟନ ଅଛି, ୟୁନିୟନରେ କିଛି ବୁଝାମଣା ନ କରି ଏମିତି ଗୋଟେ ମାନେ ରିଏଲ ହିରୋ ଯିଏ ଆମର ମାନେ ଓଡିଶାକୁ ଯିଏ ହଲଚଲ କରୁଛନ୍ତି ତାଙ୍କୁ ହଇରାଣ କରିବା କେତେ ଦୂର ଏଇ ଯୋଉ ମାଲିକ ମାନଙ୍କ ଠିକ ରହିଛି ତାଙ୍କ ଭିତରେ ବୁଝାବୁଝି ନ କରି ଏ ବିଷୟରେ କଣ କହିବେ? ଦେଖିବା ସେ ତ ସଂଘ ଅପେକ୍ଷା ନ୍ୟାୟପାଳିକାର ଆଶ୍ରୟ ନେଇଛନ୍ତି ନା, ତେଣୁ ନ୍ୟାୟପାଳିକା ଯାହା ବିଚାର କରିବ ତାକୁ ତ ସମ୍ମାନ ଦବାକୁ ପଡିବ। ପ୍ରକୃତ ଯାହା ସତ ଯୋଉଟା ବିଚାର ହବ ସେଇଟା ଦେଖିବାକୁ ପଡିବ। ସେ ଗୋଟେ ସୂର୍ଯ୍ୟ ମନ୍ଦିର ଓନର ଯିଏ ଅଭିଯୋଗ କରିଛନ୍ତି ଯେ କି ଆପଣ ତାଙ୍କ କତିରୁ ଟଙ୍କା ନେଇକି ତାଙ୍କ ସହିତ ଚୁକ୍ତି କରିକି ତାଙ୍କ ଷ୍ଟେଜ ଚଢିନାହାନ୍ତି, କଣ କହିବେ ବିଷୟରେ? କଣ କହିବି, ସେ ତ ଅଭିଯୋଗ କରିଛନ୍ତି, ତେଣୁ ଆମେ ଆମ ପକ୍ଷ ରଖିବୁ। ତେଣୁ ମିଡିଆରେ ଆଉ ପକ୍ଷ ରଖିବା ଅପେକ୍ଷା ଆଇନ ଆଗରେ ପକ୍ଷ ରଖିଲେ ବେଟର। ଆଇନ ଉପରେ ଆପଣଙ୍କ ପୁରା ଯଥେଷ୍ଟ ଭରସା ଅଛି ଆପଣ ହଁ, ଦେଶର ଆଇନ ଟା ତିଆରି ହେଇଛି ନ୍ୟାୟ ପାଇଁ, ନ୍ୟାୟ ହବନି ନା। ଯଦି ମୋର ପ୍ରକୃତରେ ଭୁଲ ଥିବ ମୁଁ ଦଣ୍ଡ ପାଇବିନି ନା। କଣ କହିବେ ଏ ବିଷୟରେ ଓଡିଶାବାସୀଙ୍କୁ କଣ ଜଣାଇବେ? କିଛି ନାହିଁ, ଏ ସମୟ ଚାଲିଯିବ, କୋଉ ସମୟ କେବେ ରହିନି। ସୁଖ ପରେ ଦୁଃଖ ଆସେ, ଦୁଃଖ ପରେ ସୁଖ ଆସେ, ଏଟା ତ ନୀତିର ନିୟମ। ତେଣୁ ଏ ସମୟ ଚାଲିଯିବ।